ଆରେ ତମେ ଏଯାଏଁ ଶୋଇଛ? ନିଅ ବ୍ରେକଫାଷ୍ଟ କରିଦିଅ। ମୋର ନା କିଛି ଖାଇବାକୁ ମନ ହଉନି। ପ୍ଲିଜ ମୋ ପାଇଁ କିଛି ଖାଇବାକୁ ଆଣନି। ଆରେ ବାବା ଉଠୁନ। ଆରେ ମେଡିସିନ ଖାଇବା ଟାଇମ ହେଇଗଲାଣି। ଠିକ ଟାଇମ ମେଡିସିନ ନ ଖାଇବ ଦେହ କେମିତି ଭଲ ହବ କହିଲ? ତାପରେ ଖାଲି ପେଟରେ ମେଡିସିନ ଖାଇଲେ ଦେହ ଖରାପ ହେଇଯିବନି? ତମେ ନେଲ ଆଉ ବ୍ରେକଫାଷ୍ଟ କରିଦେଲ ନିଅ। ଶୁଣ, ବୋଉକୁ ଚା ଦେଇକି ଆସୁଛି, ତା ଭିତରେ ଯେମିତି ତମ ଖାଇବା ସରି ଯାଇଥିବ। କଣ ବୁଝିଲ ତ? ଆରେ ତମେ ଏପର୍ଯ୍ୟନ୍ତ ଖାଇବା ଖାଇନ? ମୁଁ କହୁଥିଲି ନା ମତେ ଖାଇବାକୁ ଜମା ଇଚ୍ଛା ହଉନି। ତମେ ଜବରଦସ୍ତି ଆଣିକି ଖାଇବାକୁ ଦଉଛ। ତମେ ନେଇଯା, ମତେ ଜମା ଇଚ୍ଛା ହଉନି ଖାଇବାକୁ। ଯାହା ମତେ ଲାଗୁଛି ତମ ଦେହଟା ନା ବହୁତ ଜୋରେ ଖରାପ ହେଇଯାଇଛି। ମୁଁ ଗୋଟେ କାମ କରୁଛି, ଆଜି ଅଫିସରେ ଛୁଟି ନେଇଯାଉଛି ଆଉ ତମକୁ ନେଇକି ଟିକେ ନେଇକି ମେଡିକାଲରେ ଦେଖେଇଦବା। ମୁଁ ମେଡିକାଲ ଯିବି ଯେ, ହେଲେ ଇଞ୍ଜେକ୍ସନ ନେବିନି। ମତେ ଇଞ୍ଜେକ୍ସନ ନା ପ୍ରବଳ ଭୟ। ଆରେ ବାବା, ଆରେ ଏଇ ଥଣ୍ଡା ଜ୍ୱର ଖାସ କଣ ଟିକେ ତମକୁ ହେଇଛି? ଆରେ ସେଥିପାଇଁ তুমি ଭାବୁଛ ଇଞ୍ଜେକ୍ସନ ଦେଇଦେବେ? ଆରେ ବାବା, ସେ ଜମାରୁ ଇଞ୍ଜେକ୍ସନ ଦେବେନି। ତମେ ବାହାରିଲ, ଯିବା ମେଡିକାଲ ଯିବା। ତମେ ବାହାର, ଜଲ୍ଦି ବାହାର। ତମେ ଦିନ ସାରା କେତେ ବ୍ୟସ୍ତରେ ରହୁଛ, ପୁଣି ସେଥିରୁ ତମେ ସମୟ କାଢିକି ମୋ କେୟାର ନଉଛ ନା। ଆରେ ତମେ ହଉଛ ମୋ ସ୍ତ୍ରୀ, ଆଉ ତମ ପାଇଁ ସମୟ ବାହାର କରିବା ମୋର ହଉଛି କର୍ତ୍ତବ୍ୟ।